ଆପଣଙ୍କୁ ସ୍ୱାଗତ ଓ ଏହି ସପ୍ତାହର ବିଷୟବସ୍ତୁ ହେଉଛି ଲିନିୟରିଟି ବାହାରେ। ତେଣୁ ଆମେ ଏହା ଦେଖୁଛୁ ଯେ ଯଦି କିଛି ପ୍ରକାରରେ ଆପଣ ତରଙ୍ଗ ଓ ଅସିଲେସନ୍ସ ବିଷୟରେ ଲିନିୟର ଆଜମ୍ପସନ୍ସ ବାହାରକୁ ଯାଆନ୍ତି ତେବେ କ'ଣ ହେବ? ଏହି ସପ୍ତାହର ପ୍ରଥମ 2ରୁ 3ଟି ଲେକ୍ଚରରେ ଆମେ ଦେଖିଲୁ ଅସିଲେସନ୍ କ୍ଷେତ୍ରରେ କ'ଣ ଘଟେ। ଯେତେବେଳେ ଆପଣଙ୍କର ନନ୍‌ଲିନିୟର ରିଷ୍ଟୋରିଂ ଫୋର୍ସ ଅଛି, ତେଣୁ ଆମେ ଏହାର ବିଭିନ୍ନ ପ୍ରଭାବ ଦେଖିଲୁ। ଆଜିର ଲେକ୍ଚରରେ ଯଦି ଆମେ ଏ ବିଷୟରେ ଲିନିୟରିଟି ବାହାରକୁ ଯାଆନ୍ତି ତେବେ କ'ଣ ହୋଇଥାଏ ତାହା ଦେଖିବା। ତେଣୁ ଆସନ୍ତୁ ପୂର୍ବରୁ ଗୋଟିଏ କିମ୍ବା 2ଟି କ୍ଲାସ୍‌ରେ ଯାହା ଦେଖିଲୁ ତାହାର ଶୀଘ୍ର ପୁନରାଲୋଚନା କରି ଆରମ୍ଭ କରିବା। ତେଣୁ ଆମେ ନନ୍‌ଲିନିୟର ରିଷ୍ଟୋରିଂ ଫୋର୍ସ ମଡେଲଗୁଡ଼ିକୁ ଦେଖୁଥିଲୁ ଯାହା ଅସିଲେସନ୍ ସୃଷ୍ଟି କରିବ। ତେଣୁ ଆମେ କରିଥିବା ସରଳ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଏହି ଟାଇପ୍‌ର ଏକ ମଡେଲକୁ ଦେଖିବା ଯେଉଁଠାରେ ଆପଣଙ୍କ ପାଖରେ ଏକ ନନ୍‌ଲିନିୟର ରିଷ୍ଟୋରିଂ ଫୋର୍ସ ଥିଲା ଯାହାକି ଏକ୍ସର ଏସ ଅଟେ ଓ ଏହା ମଧ୍ୟ ଚାଳିତ ହୋଇଥିଲା ଓ ମୂଳତଃ ଏହି ନନ୍‌ଲିନିୟର ରିଷ୍ଟୋରିଂ ଫୋର୍ସ ଆପଣ ଇନଫିନାଇଟ୍ ଟର୍ମ ଏସଦାନ ଏକ୍ସ ପ୍ଲସ୍ ଏସ2 ଏକ୍ସ ସ୍କୋୟାର ଇତ୍ୟାଦି କଳ୍ପନା କରିପାରନ୍ତି, କିନ୍ତୁ ଅଭ୍ୟାସରେ 2 କିମ୍ବା 3ରେ ସୀମିତ ରହିବ ଓ ଯେଉଁ କ୍ଷେତ୍ରରେ ଆମେ ସମୀକ୍ଷା କରୁ ଆମେ କେବଳ ପ୍ରଥମ 3ରେ ସୀମିତ ରହିଛୁ। ବାସ୍ତବରେ କେବଳ ପ୍ରଥମ ଓ ତୃତୀୟଟି ଓ ଏକ ଉଦାହରଣ ଭାବରେ ଆମେ ଷ୍ଟ୍ରିଙ୍ଗ୍‌ର ଏହି ସମସ୍ୟାକୁ ଦେଖିଲୁ। ତେଣୁ ଏଠାରେ ଆପଣଙ୍କର ଏକ ବିଟ୍ ଅଛି ଯାହା ଟୁ ଷ୍ଟ୍ରିଙ୍ଗ ଦ୍ୱାରା ସ୍ଥାନିତ ହୋଇଛି ଯାହା ଗାଲରେ ବନ୍ଧା ହୋଇଛି ପୁରା ସେଟ ଭୂଲମ୍ବ ଦିଗରେ ମାଉଣ୍ଟ ହୋଇଛି ଓ ଆମେ କେବଳ ଷ୍ଟ୍ରିଙ୍ଗକୁ ଅଲଗା କରିବା ଓ ଅନୁମାନ କରନ୍ତୁ ଯେ ଅସିଲେସନ୍ସ ଏକ ପ୍ଲେନରେ ଅଛି ଓ କେବଳ ଏହି ଦିଗରେ ଓ କେଉଁ କ୍ଷେତ୍ରରେ ଆପଣ ଏହି ସମସ୍ୟାକୁ ସମୀକ୍ଷା କରିପାରିବେ। ଷ୍ଟ୍ରିଙ୍ଗରେ ସମାନ ଟେନ୍ସନ୍ ଅଛି ବୋଲି ମନେ କରିବା ଓ ଆଗକୁ ବଢ଼ିବା, କିନ୍ତୁ ଅତୀତରେ ସମାନ ସମସ୍ୟା ସମୟରେ ଆମେ ଯାହା କରିଥିଲୁ ସେଥିରୁ 2ଟି ଗୁରୁତ୍ୱପୂର୍ଣ୍ଣ ଡେଭିଏସନ୍ ହେଉଛି ଆପଣ ଅନୁମାନ କରିବା ଉଚିତ ନୁହେଁ ଯେ ସାଇନ୍ ଥିଟା ଯେତେବେଳେ ଆସେ ଆପଣ ଥିଟା ଦ୍ୱାରା ଅନୁମାନ କରିପାରିବେ ଓ ଯଦିଓ ଷ୍ଟ୍ରିଙ୍ଗରେ ଟେନ୍ସନ୍ ସମାନ ଅଟେ ତାହା ଅନୁମାନ କରାଯାଇପାରିବ ନାହିଁ। ଷ୍ଟ୍ରିଙ୍ଗରେ ଥିବା ଟେନ୍ସନ୍ ଯେତେବେଳେ ଏହାର ସନ୍ତୁଳନ ସ୍ଥିତିରେ ଥାଏ ଓ ଯେତେବେଳେ ମନେ କରାଯାଉ କହିବା ଯେ କିଛି ଅଂଶ ମୁଭ୍ କରାଯାଏ କିମ୍ବା ପରସ୍ପର ସହିତ ସମାନ ହୋଇଯାଏ, ତେଣୁ ଏହି ସବୁ ଆଡଜଷ୍ଟମେଣ୍ଟ କରିବାକୁ ହେବ ଓ ଯେତେବେଳେ ଆପଣ ତାହା କରିବେ ସେତେବେଳେ ଆପଣ ଦେଖିବେ ଯେ ଗତିର ସମୀକରଣ ଯାହା ଆପଣ ପାଇବେ ତାହା ପ୍ରକୃତରେ ନନ୍‌ଲିନିୟର ଓ ଆମେ ସେହି କ୍ଷେତ୍ରରେ ଯାହା ଦେଖିଲୁ ତାହା ହେଉଛି ଯଦି ଆପଣ ଆପଣଙ୍କର ସିଷ୍ଟମକୁ ଫ୍ରିକ୍ୱେନ୍ସି ଓମେଗା ସହିତ ଫୋର୍ସିଂ କରୁଛନ୍ତି। ଫ୍ରିକ୍ୱେନ୍ସି ଓମେଗା ସହିତ ଲାଇନ୍ କେସ୍ ପରି ସିଷ୍ଟମ ଅସିଲେଟ୍ ହୁଏ, କିନ୍ତୁ ଏଥିରେ ଅତିରିକ୍ତ ଫ୍ରିକ୍ୱେନ୍ସି ଥାଏ। ଉଦାହରଣ ସ୍ୱରୂପ ଏହି କ୍ଷେତ୍ରରେ ଏହା ଫ୍ରିକ୍ୱେନ୍ସି 3 ଓମେଗା ସହିତ ଅସିଲେସନ୍ ଦେଖାଏ। ତେଣୁ ସାଧାରଣତଃ ଉଚ୍ଚ ହାରମୋନିକ୍ସ ଅସିଲେସନ୍ସରେ ଉପସ୍ଥିତ ହୋଇପାରେ ଓ ଏହା ମଧ୍ୟ ଯେ ଆମ୍ପ୍ଲିଟ୍ୟୁଡ୍ ଏପରି କ୍ଷେତ୍ରରେ ଅସୀମିତ ଭାବରେ ବଢ଼େ ନାହିଁ କାରଣ ନିମ୍ନ ଓ ଉଚ୍ଚ ଆମ୍ପ୍ଲିଟ୍ୟୁଡ୍ ଫ୍ରିକ୍ୱେନ୍ସିଗୁଡ଼ିକ ପ୍ରକୃତରେ ଭିନ୍ନ। ଆମେ କେବଳ ଆଂଶିକ ଭାବରେ ଅନ୍ୟ ଏକ ମଡେଲରେ କାମ କରିଥିଲୁ। ମଡେଲକୁ ଡଫିଂ ଅସିଲେଟର କୁହାଯାଉଥିଲା। ତେଣୁ ଏଠାରେ ପୁନର୍ବାର ଆପଣ ଏହି 3ଟି ଗୁରୁତ୍ୱପୂର୍ଣ୍ଣ ଉପାଦାନକୁ ଦେଖିଥିବେ ଯାହା ଆପଣଙ୍କର ଡିସିପେସନ୍ ହୋଇଥିଲା। ଆପଣଙ୍କର ନନ୍‌ଲିନିୟର ରିଷ୍ଟୋରିଂ ଫୋର୍ସ ଓ ଏକ୍ସଟର୍ନାଲ ଫୋର୍ସିଂ ଅଛି। ଏକ୍ସଟର୍ନାଲ ଫୋର୍ସିଂ ହେଉଛି ଫ୍ରିକ୍ୱେନ୍ସି ଓମେଗା ସହିତ ଏକ ସାଇନୋସୋଏଡାଲ ଫୋର୍ସିଂ। ତେଣୁ ଏହି ପରିପ୍ରେକ୍ଷୀରେ ଯେତେବେଳେ ଆପଣ ଅନେକ ଜିନିଷ ଦେଖିପାରିବେ ଏହା ହେଉଛି ଏକ ଆକର୍ଷଣୀୟ ସିଷ୍ଟମ, କିନ୍ତୁ ସବୁଠାରୁ ବଡ଼ ହାଇଲାଇଟ୍ ହେଉଛି ଏହା ପାରାମିଟରର କିଛି ପସନ୍ଦ ପାଇଁ ଚାଓଟିକ୍ ସଲ୍ୟୁସନ୍ସ କରିପାରେ। ତେଣୁ ଚାଉଜ୍ କରିବାର ଅର୍ଥ ଆମେ ଏହା କହୁଛୁ ଯେ ଯେତେବେଳେ ଆପଣ ଭିଜୁଆଲ ଭାବରେ ଡିସପ୍ଲେସମେଣ୍ଟକୁ ସମୟର ଫଙ୍କସନ୍ ଭାବରେ ଦେଖନ୍ତି ଏହା ଏକ ରାଣ୍ଡମ୍ ଗ୍ରାଫ୍ ପରି ଦେଖାଯିବ। କିମ୍ବା ଉଦାହରଣ ସ୍ୱରୂପ ଯଦି ଆପଣ 2ଟି ପ୍ରାରମ୍ଭିକ ଅବସ୍ଥା ଗ୍ରହଣ କରିବେ ଓ ମିଶାଇବେ ଗତିର ସମୀକରଣକୁ ମିଶାନ୍ତୁ 2ଟି ପ୍ରାରମ୍ଭିକ ଅବସ୍ଥା ପରସ୍ପରର ଅତି ନିକଟତର ହୋଇ ଆପଣ ଯେତେ ନିକଟତର କରିପାରିବେ, କିନ୍ତୁ ଆପଣ ଦେଖିବେ ଯେ ଆରମ୍ଭରେ ଏହି 2ଟି ପ୍ରାରମ୍ଭିକ ଅବସ୍ଥା ପରସ୍ପରର ନିକଟତର ହେବ କିନ୍ତୁ କିଛି ସମୟ ପରେ ସେମାନେ ଡାଇଭର୍ଜ ହୋଇଯିବେ ଓ ସେମାନେ ଏକ୍ସପୋନେନ୍ସିଆଲି ଡାଇଭର୍ଜ ହୋଇଯିବେ। ତାହା ହେଉଛି ଏକ ଚାଓଟିକ୍ ସିଷ୍ଟମର ଗୁଣାବଳୀ ଓ ଏହା ଆପଣ ଅନ୍ୟ କୌଣସି ଲିନିୟର ସିଷ୍ଟମରେ ଦେଖିନଥିବେ। ତେଣୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଧରଣର ନୂଆ ଫେନୋମେନା ଯାହା କେବଳ ନନ୍‌ଲିନିୟର ସିଷ୍ଟମରେ ଦେଖାଦିଏ।
ତେଣୁ ଏହି ପୃଷ୍ଠଭୂମି ସହିତ ଆଜି ଆମେ ତରଙ୍ଗକୁ ଦେଖୁ ଯାହା ଆମେ ଦେଖୁଛେ ଆଡଫିଙ୍ଗ ଅସିଲେଟର ଓ ବି ଷ୍ଟ୍ରିଙ୍ଗ ଓ ସେହି ସବୁ ହେଉଛି ବାସ୍ତବରେ ଅସିଲେସନ୍ସ ଏକ ଏକକ କଣିକାର ଅସିଲେସନ୍ସ। ଓକେ ଏବେ ନନ୍ ଲିନିୟରିଟି କିପରି ରେଭ୍ ଫେନୋମେନାକୁ ପ୍ରଭାବିତ କରେ ତାହା ହେଉଛି ପ୍ରଶ୍ନ ଯାହା ଆଜି ଆମେ ଦେଖିବା ଚାଲନ୍ତୁ ଯାହା ରେଭ୍ ବିଷୟରେ ଅନେକ ସପ୍ତାହ ପୂର୍ବରୁ ଅଧ୍ୟୟନ କରିଥିଲୁ ସେଠାକୁ ପୁଣି ଥରେ ଫେରିବା ତେଣୁ କିଛି ପଏଣ୍ଟରେ ଆମେ ବି ସହିତ ଆରମ୍ଭ କଲୁ ଷ୍ଟ୍ରିଙ୍ଗ ଜାରି ରହିଲା ପ୍ରୟୋଗକୁ ଗତିର ଏକ ସମୀକରଣ ଭାବେ ଲେଖାଗଲା ଓ ଏହାକୁ ଆମେ ରେଭ୍ ଇକ୍ୱେସନ୍ ବୋଲି କହିଲୁ ଓ ରେଭ୍ ଇକ୍ୱେସନ୍ ର ସମାଧାନ ବା ସମାଧାନ ଉପସ୍ଥାପନା କରିବାର ଏକ ସମ୍ଭାବ୍ୟ ଉପାୟ ହେଉଛି ଏହି ଗାଇ ଯାହାକି ଷ୍ଟ୍ରିଙ୍ଗ ସହିତ ପୋଜିସନ୍ ଏକ୍ସ ର ଏକ ଫଙ୍କସନ୍ ଓ ଟି ନିଶ୍ଚିତ ଭାବରେ ସମୟ ଅଟେ ତେଣୁ ଗାଇ ହେଉଛି ରେଭ୍ର ଆମ୍ପ୍ଲିଟ୍ୟୁଡ୍ ଏକ୍ସ ସ୍ଥିତିରେ ଟି ସମୟରେ କିଛି ଆମ୍ପ୍ଲିଟ୍ୟୁଡ୍ ଏ ଟାଇମ୍ସରେ ଏହି ପାରାର ଆଇ ଓମେଗା ପାରାର କେ ଏକ୍ସ ମାଇନସ୍ ଓମେଗା ଟି ଦିଆଯାଏ ଯଦି ଆପଣ ଏହି ଫଙ୍କସନ୍କୁ ସ୍କେଚ୍ କରିବାକୁ ଚେଷ୍ଟା କରନ୍ତି ତେବେ ଏହା ରେଭ୍ ଫର୍ମ ଅଟେ ଯାହା ମାଇନସ୍ ଇନଫିନିଟି ଠାରୁ ଆରମ୍ଭ କରି ପ୍ଲସ୍ ଇନଫିନିଟି ପର୍ଯ୍ୟନ୍ତ ବିସ୍ତାର କରେ ଏକ ସାଇନୋସୋଏଡାଲ ରେଭ୍ ତେଣୁ ଏହା ଏପରି କିଛି ଦେଖାଯିବ ଏହାକୁ ଏକ ପ୍ରୋଗ୍ରେସିଭ୍ ରେଭ୍ ଭାବରେ ନିଅନ୍ତୁ ତେଣୁ ମୁଁ ଏହାକୁ ଏକ୍ସ ର ଏକ ଫଙ୍କସନ୍ ଭାବରେ ପ୍ଲଟ୍ କରିବି ଆପଣ ଏହା ମଧ୍ୟ ସମୟ ସହିତ ଅଗ୍ରଗତି କରୁଥିବା ଦେଖିପାରିବେ ତେଣୁ ଏହା ଏକ ସିଙ୍ଗିଲ୍ ରେଭ୍ ରହିଥିବା ପର୍ଯ୍ୟନ୍ତ ଯଥାର୍ଥ ହେବ ଓ ମନେ ରଖନ୍ତୁ ଯେ ଆମେ ଏହାକୁ ଏକ ଲିନିୟର ପାର୍ସିଆଲ ଡିଫରେନ୍ସିଆଲ ଇକ୍ୱେସନ୍ରୁ ପାଇଛୁ ତେଣୁ ଏହା ଲିନିୟର ପାର୍ସିଆଲ ଡିଫରେନ୍ସିଆଲ ଇକ୍ୱେସନ୍ର ଏକ ସମାଧାନ ଏବେ ଯଦି ମୁଁ ସାମାନ୍ୟ ଭିନ୍ନ ଫ୍ରିକ୍ୱେନ୍ସି ସହିତ ଏହିପରି ଦୁଇଟି ତରଙ୍ଗକୁ ସୁପରପୋଜ୍ କରେ ତେବେ କ'ଣ ହେବ ଏହା ଏକ ସମସ୍ୟା ଯାହା ଆମେ ପୂର୍ବରୁ ଅନେକ ଭିନ୍ନ ଉପାୟରେ ଦେଖିଥିଲେ ଓ ଏଠାରେ ଯଦି ମୁଁ ସେମାନଙ୍କ ମଧ୍ୟରୁ ଦୁଇଟିକୁ ଟ୍ରିଗୋନୋମେଟ୍ରିକ୍ ପରିଚୟ ବ୍ୟବହାର କରି କିଛି ମାନିପ୍ୟୁଲେସନ୍ କରିବାକୁ ଚେଷ୍ଟା କରିବି ଯାହା ଆପଣ ପାଇବେ ତାହା ଏଠାରେ ଦର୍ଶାଯାଇଛି ତେଣୁ ଆପଣଙ୍କ ପାଖରେ ଏକ ଦ୍ରୁତ ଅସିଲେସନ୍ ଓ ସେହି ସାମଗ୍ରିକ ପ୍ରୋଫାଇଲର ପ୍ରୋଫାଇଲ୍ ଯାହା ଏହି ଲାଲ ଡ୍ୟାସ୍ କର୍ଭରେ ପ୍ରଦର୍ଶିତ ହୋଇଛି ତାହା ହିଁ ପ୍ରୋଫାଇଲ୍ ହେବ ଯାହା ଆପଣ ପ୍ରକୃତରେ ଦେଖିବେ ଯଦି ମୁଁ ବହୁ ସଂଖ୍ୟକ ରେଭ୍ କୁ ସୁପରପୋଜ୍ କରେ ଯେତେବେଳେ ମୁଁ ବହୁ ସଂଖ୍ୟକ ରେଭ୍ କହିବି ମୋର ଅର୍ଥ ହେଉଛି ମୁଁ ବହୁ ସଂଖ୍ୟକ ପ୍ରୋଗ୍ରେସିଭ୍ ରେଭ୍ କୁ ସୁପରପୋଜ୍ କରୁଛି ପାର୍ଥକ୍ୟଟି ହେଉଛି ଯେ ପ୍ରତ୍ୟେକ ରେଭ୍ ଏକ ଅନ୍ୟଠାରୁ ସାମାନ୍ୟ ଭିନ୍ନ ଫ୍ରିକ୍ୱେନ୍ସି ଅଛି ସେହି କ୍ଷେତ୍ରରେ ମୁଁ ଏକ ସାମଗ୍ରିକ ରେଭ୍ ଫର୍ମ ପାଇବାକୁ ଯାଉଛି ଯାହା ଏହିପରି ଅଟେ ଏବେ ଆପଣ ଦେଖିପାରିବେ କ'ଣ ଘଟୁଛି ତେଣୁ ଯେତେବେଳେ ମୋର ରେଭ୍ ଫର୍ମର ଭୌତିକ ପରିମାଣ ଯେଉଁଥିରେ ଆମ୍ପ୍ଲିଟ୍ୟୁଡ୍ ହେଉଛି ନନ୍ ଜିରୋ ମୁଖ୍ୟତଃ ସମ୍ପୂର୍ଣ୍ଣ ଏକ୍ସ ଅକ୍ଷଟି ମାଇନସ୍ ଇନଫିନିଟି ଠାରୁ ପ୍ଲସ୍ ଇନଫିନିଟିକୁ ଯାଏ ଯେତେବେଳେ ମୁଁ ଏହି ରେଭ୍ ଗୁଡ଼ିକର ବହୁ ସଂଖ୍ୟାରେ ସୁପରପୋଜ୍ କରେ ସେହି ଅଞ୍ଚଳ ଉପରେ ସମୁଦାୟ ରେଭ୍ ଫର୍ମର ଆମ୍ପ୍ଲିଟ୍ୟୁଡ୍ ଜିରୋ ନୁହେଁ ଏହା ଖୁବ୍ ଛୋଟ ଏହା ରଫ୍ ଭାବରେ କେବଳ କୁହାଯାଇଥାଏ ତେଣୁ ଏହା ବାହାରେ ଏହା ସମସ୍ତ ବ୍ୟବହାରିକ ଉଦ୍ଦେଶ୍ୟ ପାଇଁ ଜିରୋକୁ ଯାଇଛି ଓ ଆପଣ ଏହାକୁ ସମ୍ଭବତଃ ଚିହ୍ନଟ କରିପାରିବେ ନାହିଁ ତେଣୁ ଏବେ ଏହା ଏକ ଲୋକାଲାଇଜ୍ ରେଭ୍ ପ୍ୟାକେଟ୍ ପରି ଦେଖାଯାଉଛି ତେଣୁ ଏହା ଖୁବ୍ ଭଲ ଯେ ଗୋଟିଏ ପଟେ ଆପଣଙ୍କ ପାଖରେ କିଛି ଥିଲା ଯାହା ମାଇନସ୍ ଇନଫିନିଟି ଠାରୁ ପ୍ଲସ୍ ଇନଫିନିଟି ପର୍ଯ୍ୟନ୍ତ ବିସ୍ତାର କରେ କିନ୍ତୁ ଆପଣ ଏହି ପ୍ରକାରର ଲିନିୟର ପାର୍ସିଆଲ ଡିଫରେନ୍ସିଆଲ ଇକ୍ୱେସନ୍ର ସଲ୍ୟୁସନ୍ ବ୍ୟବହାର କରି ଏହି ଟାଇପ୍ର ରେଭ୍ ପ୍ୟାକେଟ୍ ଗଠନ କରିପାରିବେ ତେଣୁ ଏହା ବିଷୟରେ ଭଲ କଥା ହେଉଛି ଏହି ରେଭ୍ ପ୍ୟାକେଟ୍ ଯାହାକୁ ଆମେ ସାମାନ୍ୟ ଭିନ୍ନ ଫ୍ରିକ୍ୱେନ୍ସିର ଅନେକ ରେଭ୍କୁ ଏକାଠି କରି ତିଆରି କରିଛୁ ଏହା ଗ୍ରୁପ୍ ଭେଲୋସିଟି ସହିତ ଅଗ୍ରଗତି କରେ କିମ୍ବା ମୁଭମେଣ୍ଟ କରେ ଓ ପୁନର୍ବାର ଏହା ଏକ ଧାରଣା ଯାହା ଆମେ ଦେଖିଛୁ ଓ ଗ୍ରୁପ୍ ଭେଲୋସିଟି ଡି ଓମେଗା ବାଇ ଡିଟି ଯେଉଁଠାରେ ଓମେଗା ହେଉଛି ଆଙ୍ଗୁଲାର ଫ୍ରିକ୍ୱେନ୍ସି ଏବେ ସାଧାରଣତଃ ଏହି ଗ୍ରୁପ୍ ଭେଲୋସିଟି ଯାହାକି ସମଗ୍ର ଗ୍ରୁପ୍ର ଭେଲୋସିଟି ସାଧାରଣତଃ ସେହି ଗ୍ରୁପ୍ର ପୃଥକ୍ ଉପାଦାନଗୁଡ଼ିକର ଭେଲୋସିଟି ଠାରୁ ଭିନ୍ନ ଅଟେ ତେଣୁ ଗ୍ରୁପ୍ର ପୃଥକ୍ ଉପାଦାନଗୁଡ଼ିକର ଭେଲୋସିଟିକୁ ଫେଜ୍ ଭେଲୋସିଟି କୁହାଯାଏ ଓ ଏହା ଏହି କ୍ୱାଣ୍ଟିଟି ଭିପି ଦ୍ୱାରା ଉପସ୍ଥାପନା ହୁଏ ସାଧାରଣତଃ ଏହିପରି ପରିସ୍ଥିତିରେ ଗ୍ରୁପ୍ ଭେଲୋସିଟି ଫେଜ୍ ଭେଲୋସିଟି ସହିତ ସମାନ ନୁହେଁ ଓ କେବଳ ସମୟ ସହିତ ଗ୍ରୁପ୍ ଭେଲୋସିଟି ଫେଜ୍ ଭେଲୋସିଟି ସହିତ ସମାନ ହେବ ଯଦି ଏହି କ୍ୱାଣ୍ଟିଟି ଡି ଓମେଗା ବାଇ ଡିକେ କେରୁ ଇଣ୍ଡିପେଣ୍ଡେଣ୍ଟ ରହିବ ପୁନର୍ବାର ଏହା ହେଉଛି ଏକ ଧାରଣା ଯାହାକୁ ଆମେ ଯେତେବେଳେ ଦେଖିଥିଲୁ
ଯେତେବେଳେ ଆମେ ଫେଜ୍ ଭେଲୋସିଟି ଓ ଗ୍ରୁପ୍ ଭେଲୋସିଟିର ଏହି ଧାରଣା ବିଷୟରେ ଜାଣିଥିଲୁ, ତେଣୁ ମନେ ରଖନ୍ତୁ ଯେ ଅଧିକାଂଶ ବାସ୍ତବବାଦୀ କ୍ଷେତ୍ରରେ ଗ୍ରୁପ୍ ଭେଲୋସିଟି ଓ ଫେଜ୍ ଭେଲୋସିଟି ପରସ୍ପର ସହିତ ସମାନ ନୁହେଁ। ତେଣୁ ଆମେ ଏହା ଉପରେ ଆଧାର କରି କିଛି ସିଦ୍ଧାନ୍ତ ଲେଖିପାରିବା ଯେ ଯଦି ଗ୍ରୁପ୍ ଭେଲୋସିଟି ଫେଜ୍ ଭେଲୋସିଟି ସହିତ ସମାନ ହୁଏ, ତେବେ ଏହା ହେଉଛି ଏକ ସ୍ୱତନ୍ତ୍ର କେସ୍। ସେହି କ୍ଷେତ୍ରରେ ୱେଭ୍ ପ୍ରୋଫାଇଲ୍ କିମ୍ବା ଆକୃତିର ପରିବର୍ତ୍ତନ ବିନା ମୁଭମେଣ୍ଟ କରିପାରିବ। ଅନ୍ୟ ଶବ୍ଦରେ, ଯଦି ମୋ ୱେଭଫର୍ମର ଆକୃତି ଏହି ଯଥେଷ୍ଟ ଲୋକାଲାଇଜ୍ ହୋଇଛି, ତେବେ ଏହା ଆକୃତିର କୌଣସି ବିକୃତି ବିନା ମୁଭମେଣ୍ଟ କରିବ ଓ ଏହା ସମ୍ଭବ ହେବ ଯଦି ଭିଜିଭିପି ସହିତ ସମାନ ହେବ ଓ ଭୌତିକ ଭାବରେ ଆପଣ କଳ୍ପନା କରିପାରିବେ ଯେ ଏହା କାହିଁକି ହେବା ଉଚିତ କାରଣ ବିଭିନ୍ନ ଉପାଦାନ ସମାନ ବେଗରେ ମୁଭମେଣ୍ଟ କରୁଛନ୍ତି, ତେଣୁ ୱେଭ୍ ଅଲଗା ହୁଏ ନାହିଁ। ତେଣୁ ଏହା ଏହାର ଯେ କୌଣସି ଆକୃତିକୁ ବଜାୟ ରଖେ ଯାହାକୁ ଆପଣ ପ୍ରାରମ୍ଭିକ ସମୟରେ ଦେଇଥିଲେ। ତେଣୁ ଏହିପରି ୱେଭ୍କୁ ନନ୍ ଡିସପର୍ସିଭ୍ କୁହାଯାଏ। ତେଣୁ ଏହାର ଅର୍ଥ ଆପଣ ଏହାକୁ ଏକ ଆକୃତି ଦିଅନ୍ତୁ। ଆମେ ଏହା କହିପାରିବା ସମୟ t0 ସହିତ ସମାନ। ଏହା ସମାନ ଆକୃତି ଓ ପ୍ରୋଫାଇଲ୍ ସହିତ ମୁଭମେଣ୍ଟ କରିବା ଜାରି ରଖେ। ତେଣୁ ସେଥିପାଇଁ ଏହା ନନ୍ ଡିସପର୍ସିଭ୍। ଏହା ଅଲଗା ହୋଇନଥାଏ ଓ ଅନ୍ୟ ପଟେ ବିସର୍ଜନ ହୁଏ। ଯଦି ଭିଜି ଭିପି ସହିତ ସମାନ ନୁହେଁ, ତେବେ ଏହା ଘଟିବ ନାହିଁ। ତାହା ହିଁ ସେହି କେସ୍ ଯେଉଁଠାରେ ସିଷ୍ଟମ୍ ଡିସପର୍ସିଭ୍ ଥାଏ। ପୁନର୍ବାର ଭୌତିକ ଭାବରେ ହୁଏ ଯଦି ଆପଣ କଳ୍ପନା କରନ୍ତି ଯେ ଆପଣଙ୍କ ପାଖରେ ଅନେକ ଉପାଦାନ ଅଛି। ଏହିପରି ଆପଣଙ୍କର ଲୋକାଲାଇଜଡ୍ ୱେଭ୍ ପ୍ୟାକେଟ୍ ତିଆରି କରିବା ପାଇଁ ଆପଣ ଅନେକ ୱେଭଫର୍ମ ଏକାଠି କରିଛନ୍ତି ଓ ସେହି କମ୍ପୋନେଣ୍ଟଗୁଡ଼ିକର ପ୍ରତ୍ୟେକର ଭିନ୍ନ ଫେଜ୍ ଭେଲୋସିଟି ଅଛି ଯାହାର ଅର୍ଥ ପ୍ରତ୍ୟେକଟି ଭିନ୍ନ ବେଗରେ ଯିବାକୁ ଚେଷ୍ଟା କରୁଛି। ତେଣୁ ସ୍ପଷ୍ଟ ଭାବରେ ଆପଣ କଳ୍ପନା କରିପାରିବେ ଯେ ଏକ ୱେଭଫର୍ମ ଯାହା ଏଥିରୁ ତିଆରି ହୋଇଛି ଦୀର୍ଘ ସମୟ ପର୍ଯ୍ୟନ୍ତ ଏକାଠି ରହିବ ନାହିଁ ଓ କିଛି ସମୟ ପରେ ଆପଣ ୱେଭ୍ର କୌଣସି ଟ୍ରେସ୍ ଦେଖିବେ ନାହିଁ। ତେଣୁ ଏହା ଏକ କେସ୍ ଯେତେବେଳେ ଏକ ୱେଭ୍ ପ୍ୟାକେଟ୍ ଯାହା ଆପଣ ପ୍ରାରମ୍ଭିକ ସମୟରେ ତିଆରି କରିଛନ୍ତି ଏପରି ନନ୍ ଜିରୋ ଭାଲ୍ୟୁ କିଛି ସମୟରେ ବିସ୍ତାର ହେବା ଆରମ୍ଭ କରେ ଓ ପରେ ଡିସପର୍ସ ହୋଇଯାଏ ଓ ଶେଷରେ କିଛି ସମୟ ପରେ ଏହା ପ୍ରକୃତରେ ନଷ୍ଟ ହୋଇଯାଏ ଓ ତେଣୁ ତାହା ହୁଏ ଯେତେବେଳେ ଭିଜିଭିପି ସହିତ ସମାନ ହୋଇନଥାଏ। ତେଣୁ ଆମେ ଏହାକୁ ଏକ ସାଧାରଣ ସିଦ୍ଧାନ୍ତ ଭାବରେ ଲେଖିପାରିବା। ତେଣୁ ଯଦି ଆପଣଙ୍କର ୱେଭଫର୍ମର ସମାଧାନ ଏକ ଲିନିୟର ପାର୍ସିଆଲ୍ ଡିଫରେନ୍ସିଆଲ୍ ଇକ୍ୱେସନ୍ରୁ ଆସେ, ଅନ୍ୟ ଶବ୍ଦରେ ଯଦି ତାହା ଲିନିୟର ଡିସପର୍ସିଭ୍ ସିଷ୍ଟମ୍ ହୁଏ, ତେବେ ତାହା ସମାଧାନ ନୁହେଁ। ଦୀର୍ଘ ସମୟ ଓ ଦୀର୍ଘ ଦୂରତା ପର୍ଯ୍ୟନ୍ତ ତାହା ପ୍ରୋଫାଇଲ୍ ବଜାୟ ରଖିପାରିବେ ନାହିଁ। ତେଣୁ ଆପଣ ଏହାକୁ ବୁଝିବା ଉଚିତ ଯେ ଏକ ପ୍ରୋଫାଇଲ୍ ଯାହା ଆପଣ ପ୍ରାରମ୍ଭରେ ସୃଷ୍ଟି କରୁଛନ୍ତି ଯେହେତୁ ଏହା ସମୟ ଓ ଦୂରତ୍ୱରେ ଭ୍ରମଣ କରେ କେବଳ ସ୍ପେଶାଲ୍ କେସ୍ ଛଡ଼ା ସାଧାରଣତଃ ବିଚ୍ଛିନ୍ନ ହୋଇଯିବ। ଯେଉଁଠାରେ ଭିଜିଭିପି ସହିତ ସମାନ କିନ୍ତୁ ଏହା ଏକ ବିରଳ ଓ ସ୍ୱତନ୍ତ୍ର ପରିସ୍ଥିତି କିନ୍ତୁ ଅନ୍ୟଥା ଅଧିକାଂଶ ବାସ୍ତବ କ୍ଷେତ୍ରରେ ଏହା ବିଚ୍ଛିନ୍ନ ହେବାକୁ ଯାଇଥାଏ। କିନ୍ତୁ ଏଠାରେ ଏକ ଆଶ୍ଚର୍ଯ୍ୟଜନକ ବିଷୟ ଏହା ଯେ ମୋତେ ପ୍ରଥମେ ଆପଣଙ୍କୁ ଏକ ଅଧିକ ସାଧାରଣ ସିଦ୍ଧାନ୍ତ ନନ୍ ଲିନିୟର ସିଷ୍ଟମ୍ ବିଷୟରେ କହିବାକୁ ଦିଅନ୍ତୁ ଯାହାକୁ ମୁଁ କହୁଛି ନନ୍ ଲିନିୟର ପାର୍ସିଆଲ୍ ଡିଫରେନ୍ସିଆଲ୍ ଇକ୍ୱେସନ୍ ଓ ତାହାର ସମାଧାନ। ତାହା ପ୍ରକୃତରେ ସେହି ପ୍ରୋଫାଇଲ୍କୁ ଦୀର୍ଘ ଦୂରତା ଓ ଦୀର୍ଘ ସମୟ ମଧ୍ୟରେ ବଜାୟ ରଖିପାରିବେ। ତେଣୁ ଏହାକୁ ନନ୍ ଲିନିୟର ୱେଭ୍ କୁହାଯାଏ କିମ୍ବା ଅନ୍ୟ ଶବ୍ଦରେ ଏହା ହେଉଛି ନନ୍ ଲିନିୟର ୱେଭ୍ ଇକ୍ୱେସନ୍ର ସମାଧାନ ଓ ପୁନର୍ବାର ସମାଧାନଗୁଡ଼ିକ ଏକ ଡାଇମେନ୍ସନରେ ପୋଜିସନ୍ ଓ ସମୟର ଏକ ଫଙ୍କସନ୍ ହେବାକୁ ଯାଉଛି ଓ ସେହି ସମାଧାନଗୁଡ଼ିକୁ ନନ୍ ଲିନିୟର ୱେଭ୍ କୁହାଯାଏ ଓ ତାହା ନନ୍ ଲିନିୟର ୱେଭ୍ ଇକ୍ୱେସନ୍ର ସମାଧାନ ଭାବରେ ବାହାରକୁ ଆସିଥାଏ। ଆପଣଙ୍କୁ ଏକ ନନ୍ ଲିନିୟର ୱେଭ୍ର ଏକ ଉଦାହରଣ ଦେବା ପାଇଁ ଆପଣମାନଙ୍କ ମଧ୍ୟରୁ କେତେଜଣ ନିଶ୍ଚୟ ଶୁଣିଥିବେ କିମ୍ବା 2004 ମସିହାରେ ଆସିଥିବା ସୁନାମିକୁ ଅନୁଭବ ମଧ୍ୟ କରିଥିବେ। ଏହା ଦକ୍ଷିଣ ପୂର୍ବ ଏସିଆରେ ବହୁ ପରିମାଣରେ କ୍ଷତି କରିଥିଲା। ତେଣୁ ଏହା ପ୍ରକୃତରେ ଏକ ଭୂକମ୍ପ ଓ ସୁମାତ୍ରା ନିକଟରେ ଭୂତଳ ଭୂକମ୍ପ ଦ୍ୱାରା ଟ୍ରିଗର ହୋଇଥିଲା। ଏହା ପ୍ରକୃତରେ ଇଣ୍ଡୋନେସିଆର ଉପକୂଳ ଅଟେ। ତେଣୁ ଜଳସ୍ତରରେ ହଠାତ୍ ପରିବର୍ତ୍ତନ ଆସିଲା ଯାହାଫଳରେ ସମୁଦ୍ର ଉପରେ ଏକ ୱେଭ୍ ସୃଷ୍ଟି ହେଲା। ତେଣୁ ଏହି ୱେଭ୍ଗୁଡ଼ିକ ସ୍ୱତନ୍ତ୍ର କିମ୍ବା ଯାହାକୁ ସଲିଟାରୀ ୱେଭ୍ସ କୁହାଯାଏ ତାହା ଦୀର୍ଘ ସମୟ
ଓ ଦୀର୍ଘ ଦୂରତା ପର୍ଯ୍ୟନ୍ତ ତାହାର ଆକୃତି ବଜାୟ ରଖିପାରିବେ। ଏହାକୁ ନନ୍ ଲିନିୟର ୱେଭ୍ ଇକ୍ୱେସନର ସମାଧାନ ଦ୍ୱାରା ବର୍ଣ୍ଣନା କରାଯାଇପାରେ। ଇଣ୍ଡୋନେସିଆର କୌଣସି ସ୍ଥାନରେ ଯାହା ଘଟିଲା ତାହା ଆସି ଭାରତର ପୂର୍ବ ଉପକୂଳକୁ ପ୍ରଭାବିତ କଲା। ତେଣୁ ପ୍ରକୃତରେ ଦୂରତା 1500 to 1000 କିଲୋମିଟରରୁ ଅଧିକ ଅଟେ। ତେଣୁ ଭାରତର ପୂର୍ବ ଉପକୂଳରେ ହଇଚଇ ସୃଷ୍ଟି କରିବା ପୂର୍ବରୁ ଏହି ୱେଭ୍ ପ୍ରକୃତରେ ଓ ପ୍ରାୟ 45 ମିନିଟରୁ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରା କରିଥିଲା। ତେଣୁ ଦକ୍ଷିଣ ପୂର୍ବ ଏସିଆର ଅନେକ ଭାଗରେ ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ଏହା ବହୁ ପରିମାଣରେ କ୍ଷତି କରିଥିଲା। ଏହା ପ୍ରାୟ ସ୍ଥଳଭାଗକୁ ପ୍ରଭାବିତ କରିଥିଲା ଯାହାକି ଅରିଜିନ୍ ସ୍ଥାନରୁ 8000 କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ଏହା ହେଉଛି ୱେଭ୍‌ଗୁଡ଼ିକର ସ୍ଥାୟୀ ଶକ୍ତି। ତାହା ପ୍ରକୃତରେ ନିଜକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିକ୍‌ରେ ରଖିପାରିବେ ଓ ସେହି ପ୍ରକାରର ଦୂରତା ପାଇଁ ତାହା ବହୁ ଦୂରତା ଭ୍ରମଣ କରିଥାଏ। ଏହି ପ୍ରକାରର ୱେଭ୍ ପ୍ରକୃତରେ ନୂଆ ନୁହେଁ। ତାହା ପ୍ରଥମେ 1834 ମସିହାରେ ଇଂଲଣ୍ଡରେ ଜନ୍ ସ୍କଟ୍ ରସେଲଙ୍କ ଦ୍ୱାରା ଦେଖାଯାଇଥିଲା। ତେଣୁ ସେ ଏକ ସିପିଂ କମ୍ପାନୀ ଦ୍ୱାରା ନିୟୋଜିତ ଥିଲେ ଓ ସେ ଦେଖୁଥିଲେ। ଦିନେ ସେ ନିଜ ଘୋଡ଼ାକୁ ୟୁନିୟନ କେନାଲ କୁହାଯାଉଥିବା ଅଞ୍ଚଳର ପାର୍ଶ୍ୱ ଦେଇ ଯାଉଥିଲେ। ତେଣୁ ସେ ଦେଖିଲେ ଯେ ସେଠାରେ ଦୁଇଟି ଡଙ୍ଗା ଥିଲା ଯାହା ଟ୍ରୁପରେ ଖେଳୁଥିଲା ଓ ତାହା ହଠାତ୍ ଅଟକିଗଲା। ଓ ଯେତେବେଳେ ତାହା ଅଟକିଗଲା ସେଠାରୁ ଏକ ଛୋଟ ୱେଭ୍ ଉତ୍ପନ୍ନ ହୋଇଥିଲା ଓ ସେ ଯାହା ଲକ୍ଷ୍ୟ କଲେ ତାହା ହେଲା ଯେ ୱେଭ୍ ଯାହା ଉତ୍ପନ୍ନ ହୋଇଥିଲା ତାହା ନଷ୍ଟ ହୋଇନଥିଲା। ତେଣୁ ସାଧାରଣତଃ ଆପଣଙ୍କର ଅଭିଜ୍ଞତା ନିମ୍ନଲିଖିତ ଭଳି ରହିଛି ଯେ ଆପଣ ଏକ ସ୍ଥିର ଥିବା ହ୍ରଦରେ ପଥର ଫିଙ୍ଗି ଦିଅନ୍ତି। ତାହା ସେହି ସ୍ଥାନରେ ୱେଭ୍ କରାଇବା ଆରମ୍ଭ କରିଥାଏ ଓ 1 ମିନିଟରୁ କମ୍ ସମୟ ପରେ ଆପଣ ଦେଖିବେ ଯେ ଏହି ୱେଭ୍‌ଗୁଡ଼ିକ ନଷ୍ଟ ହୋଇଯାଇଛି। କିମ୍ବା ସାଧାରଣ ଭାବରେ ଉଦାହରଣ ସ୍ୱରୂପ କହିବା ଯେ ଆପଣ ଏକ ଗିଟାର ପରି ଏକ ବାଦ୍ୟଯନ୍ତ୍ର ବଜାଉଛନ୍ତି। ଉଦାହରଣ ସ୍ୱରୂପ ଆପଣ ଜେନେରେଟ୍ କରିଥିବା ସାଉଣ୍ଡ ଖୁବ୍ କମ୍ ସମୟ ପର୍ଯ୍ୟନ୍ତ ରହେ ଓ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଏ। ଅବଶ୍ୟ ଆପଣ ଏପରି ପ୍ରକାରର ଜେନେରେଟ୍ କଲେ ସାଧାରଣତଃ ଅତି ଶୀଘ୍ର ନଷ୍ଟ ହୋଇଯାଏ। କିନ୍ତୁ ସେ ଯାହା ଦେଖିଲେ ତାହା ହେଉଛି ୱେଭ୍ ଯାହା ଡଙ୍ଗା ଦ୍ୱାରା ସେହି କେନାଲରେ ଟ୍ରିଗର୍ ହୋଇଥିଲା ପ୍ରକୃତରେ ଗୋଟିଏ ଦିଗକୁ ମୁଭମେଣ୍ଟ କରିବା ଆରମ୍ଭ କଲା ଓ ବହୁତ ଦିନ ପର୍ଯ୍ୟନ୍ତ ନଷ୍ଟ ହେଲା ନାହିଁ। ତେଣୁ ସେ ନିଜ ଘୋଡ଼ାରେ ଥିଲେ ଓ ପ୍ରାୟ 2 ମାଇଲ ପର୍ଯ୍ୟନ୍ତ ରାସ୍ତା ଅନୁସରଣ କରିଥିଲେ ଓ ୱେଭ୍ ଆକାରରେ କିମ୍ବା ସମୟ ଅନୁସାରେ ନଷ୍ଟ ହୋଇନଥିଲା। ତେଣୁ ନିଶ୍ଚିତ ଭାବରେ ସେ ତରଙ୍ଗକୁ ଅନୁସରଣ କରିପାରିନଥିଲେ ଓ କେନାଲର ଟ୍ରିବ୍ୟୁଟାରିରେ ହଜି ଯାଇଥିଲେ। କିନ୍ତୁ ଅବଶ୍ୟ ଏହା ଏକ ଆଶ୍ଚର୍ଯ୍ୟର ବିଷୟ ଯେ ଏହି ପ୍ରକାରର ୱେଭ୍ ଏତେ ଦୂରତ୍ୱରେ ନିଜକୁ ଠିକ୍ ରଖିପାରିବ। ଓ ତାପରେ ସ୍କଟ୍ ରସେଲ୍ ଫେରିଗଲେ ଓ ଲାବୋରେଟୋରୀରେ କିଛି ପରୀକ୍ଷଣ କଲେ ଓ ସମସ୍ତ ପରୀକ୍ଷଣକୁ ଏକତ୍ର କରି ଏହା ଉପରେ ଆଧାର କରି ଏହି ଫଳାଫଳକୁ ଲେଖିଲେ ଯେ ସି ସ୍କୋୟାର ଭେଲୋସିଟି ଅଫ୍ ଦ ୱେଭ୍ ଜି ଇଣ୍ଟୁ ଏଚ୍ ପ୍ଲସ୍ ଏ ସହିତ ସମାନ। ତେଣୁ ଏଠାରେ ଜି ହେଉଛି ଗ୍ରାଭିଟି ହେତୁ ଆକ୍ସିଲରେସନ୍, ଏଚ୍ ହେଉଛି ଜଳର ଗଭୀରତା ଓ ଏ ହେଉଛି ୱେଭ୍‌ର ଆମ୍ପ୍ଲିଟ୍ୟୁଡ୍। ଆମ୍ପ୍ଲିଟ୍ୟୁଡ୍ ଯେତେ ବଡ଼ ହୁଏ ସେତେ ଦ୍ରୁତ ହୁଏ ହେବାକୁ ଯାଏ। ସେଥିପାଇଁ ଏହି ବିଷୟରେ ଏହା ଅସ୍ୱାଭାବିକ ବିଷୟ ଯେ ସେହି ସମୟରେ ଏହି ଫର୍ମୁଲା ପାଇଁ କୌଣସି ଥିଓରିଟିକାଲ ବେସିସ୍ ନଥିଲା। ତେଣୁ ପ୍ରଥମ ଥର ପାଇଁ ଯେ କୌଣସି ପ୍ରକାରର ଥିଓରିଟିକାଲ ବେସିସ୍ ପ୍ରସ୍ତାବିତ ହୋଇଥିଲା ତାହା ପରେ ବୋଉସାଇନ୍ସ ଓ ଲର୍ଡ ରେଲେଙ୍କ ଦ୍ୱାରା ହୋଇଥିଲା। ସେମାନେ ଏହି ଫର୍ମର ଏକ ୱେଭ୍ ପ୍ରୋଫାଇଲ୍ ପାଇଥିଲେ। ତେଣୁ ଏହି ସମୟରେ ଶିକ୍ଷା ହେଉଛି ଯେ ଆପଣ ଏହି ନନ୍ ଲିନିୟର ୱେଭ୍ ଇକ୍ୱେସନ୍ ପାଇପାରିବେ ଯାହାର ସମାଧାନ ଏହି ସେକ୍ ହାଇପରବୋଲିକ୍ ସ୍କୋୟାର ଭଳି ଥିବ। ୱେଭ୍ ଫର୍ମ ହେବ ଯାହା ପ୍ରକୃତରେ ସ୍ପେସ୍‌ରେ ଲୋକାଲାଇଜ୍ ହୋଇଥିବ ଓ ଅଧିକ ଡିଷ୍ଟ୍ରୋସନ୍ ବିନା ଯାତ୍ରା କରିଥିବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଥିଓରେଟିକାଲ ଡେଭେଲପମେଣ୍ଟ ହେଉଛି କର୍ଟଲେଗ୍ ଡି ଭ୍ରିସ୍ ହେତୁ ଏହାକୁ କେଡିଭି ଇକ୍ୱେସନ୍ କୁହାଯାଏ। ତେଣୁ ଏଠାରେ ରହିଛି ନନ୍ ଲିନିୟର ଇକ୍ୱେସନ୍ ନିଜେ ରହିଛି। ଏହା ଏପରି ହୁଏ ନୁ ୟୁ ବାଇ ନୁ ଟି ପ୍ଲସ୍ 6 ୟୁ ଇନ୍ଟି ନୁ ୟୁ ବାଇ ନୁ ଏକ୍ସ ପ୍ଲସ୍ ୟୁ ୟୁ ବାଇ ନୁ ଏକ୍ସ କ୍ୟୁବ୍ ଯାହାକି 0 ସହିତ ସମାନ। ତେଣୁ ଆପଣ ଦେଖିବେ ଯେ ନନ୍ ଲିନିୟରିଟି ମୁଖ୍ୟତଃ ଏହି ଟର୍ମରୁ ଆସିଥାଏ ୟୁ ଓ ନୁ ୟୁ ବାଇ ନୁ ଏକ୍ସ ର ପ୍ରଡକ୍ଟ। ଅନ୍ୟଥା ଯଦି ଏହି ଟର୍ମଗୁଡ଼ିକ ନଥାଏ ତେବେ ଏହା ନିଶ୍ଚୟ ଭାବେ
पार्शियल डिफरेंशियल इक्वेशन अटे तेणु एही नॉन लिनियर इक्वेशन रो गोटिए संभाव्य समाधान हेउछि एक सेट हाइपरबोलिक स्क्वायर फंक्शन तेणु एहाकू एठारे स्लाइड रे स्पष्ट भावरे लेखा जाइछि तेणु पुनर्बार ध्यान देबा पई गुरुत्वपूर्ण विषय हेउछि जे भेलोसिटी सी आम्प्लिट्यूड सहित आनुपातिक अटे एहा एक सॉलिटारी एब सॉल्यूशन तेणु एहा हेउछि आपणकर सिचेंटा हाइपरबोलिक स्क्वायर समाधान जहा कि एक निर्दिष्ट समय रे एक्स र फंक्शन अटे तेणु आपण प्रथमे वैशिष्ट्य गुडिक लक्ष्य करिवे प्रथमटी एहा एक बहुत भल लोकालाइज्ड सॉल्यूशन एहा प्रोग्रेसिव एब परि नुहे एहा माइनस इनफिनिटी ठारू प्लस 50 ओ 60 जाबुस्की ओ मार्टिन क्रुस्काल रे विस्तार करे सेमाने एहार प्रभाव को बुझिबा पाई ओ सॉलिटारी वेव्र रामिफिकेशंस पाई सांख्यिक भावरे एही समीकरण गुडिकर समाधान करिवार एक प्रोग्राम आरंभ कले सॉलिटारी वेव क्षेत्र रे u ऑफ x, t र एही समीकरणर समाधान गुडिक एही वेव गुडिकर भेलोसिटी पुनर्बार आम्प्लिट्यूड सहित आनुपातिक अटे जहा जॉन स्कॉट रसेलଙ୍କ କାର୍ଯ୍ୟରୁ जनाशुना अटे और नॉन लिनियर वेव ताहा दृढ़ भावरे पारस्परिक कार्य करंती ओ प्रभावित न होई आगोकू बढ़ंती जहार अर्थ हेउछि जदि मोर एकटी नॉन लिनियर वेव अछि जहा एही दिगरे आसुछि ओ अन्य एक नॉन लिनियर उपाय जहा एही दिगरे आसुछि सेमाने पारस्परिक कार्य करिवे ओ ताहा अनेक जिनिसर निकटतर हेबे सेथिपाई ताहा जेतेबेले पारस्परिक कार्य करिथाए बहु जिनिस घटिथाए ओ पारस्परिक क्रिया परे एही वेव मूवमेंट करिवो जेपरि किछि घटिला नाही ओ एही वेव मूवमेंट करिवो जेपरि किछि घटे नाही जहा द्वारा पुनर्बार किछि अस्वाभाविक जे एही नॉन लिनियर वेव गुडिक ताहार आकृति संरक्षण करिबारे सक्षम अटंती पारस्परिक क्रिया सामनारे मध्य तेणु दुईटी वेव परस्पर मध्यरे कोलाइडिंग होई पारस्परिक क्रिया करंती ओ तापरे परस्पर को अतिक्रम करिबा परि जेपरि किछि होई नाही तेणु जदि आपण कोलिजन हेबा परे देखिबे उभय वेव निजर फॉर्म पुनरुद्धार करि देई थान्ते तेणु एहा हेउछि एक उदाहरण एही सबु क्षेत्ररे नॉन लिनियरिटी किपरि भिन्न भावरे आचरण करे तेणु एही सबु केसरे आवश्यक नॉन लिनियरिटी डिस्पर्सन को फलप्रद भावरे बातिल करिबाकू चेष्टा करे जेउथि पाई सेमाने सेमानंकर आकृति बजाय रखिबारे सक्षम अटंती वास्तवरे ताहा ही दृढ़ स्थिरता को नै थाए जहार अर्थ हेउछि जे सेगुडिक निजर आकृति बंचाई पारिबे ओ बहुत समय पर्यंत मूवमेंट करि पारिबे जेउथि पाई जाबुस्की ओ क्रुस्काल सेमानंकू सॉलिटन नाम देइथिले कारण जदि सेमाने एते दृढ़ भावरे स्थानीय वेव पैकेट बिना मूवमेंट करंती जे कोनोसी डिस्पर्सन आपण सेमानंकू प्राय एक पार्टिकल नेचर पचारि पारिबे तेणु एठारे एक सिमुलेशन अछि आपण देखि पारिबे जे प्रकृतरे दुईटी वेव समान दिगकू जाउछि तेणु एक वेव्र एक छोट आम्प्लिट्यूड ओ अन्य वेव्र गोटिए बहुत बड़ आम्प्लिट्यूड अछि अन्यटीर बृहत आम्प्लिट्यूड अछि एहार पाखापाखि 1800 र आम्प्लिट्यूड अछि एहा कहि पारिबा किछि आर्बिटारी यूनिट ओ छोट आम्प्लिट्यूड विशिष्ट प्राय 750 किंबा एहार अधारु कम अटे जेहेतु आमे किछि समय पूर्वरु आलोचना करिथिलु एहा मध्यरु केउटी बृहत आम्प्लिट्यूड सहित द्रुत गतिरे जीव कारण आमे एहा पाई देखिलु जे एही प्रकारर नॉन लिनियर सॉलिटारी वेव किंबा सॉलिटन वेव्र भेलोसिटी आम्प्लिट्यूड सहित आनुपातिक अटे जहार अर्थ हेउछि जदिओ प्रारंभिक समयरे आपण बामरु प्रारंभिक समयरु एहाकू अनुसरण करिबा आरंभ करिवे आपण लक्ष्य करिवे जे आगोकू जाउथिबा एक छोट वेव सहित किंतु किछि समयरे बडटी आसे ओ छोट सहित आसी मिसी जाइथाए ओ किछि समयरे सेगुडिक प्रकृतरे एकत्र होई पारस्परिक कार्य करंती ओ पारस्परिक कार्य परे ओ आपण एहा देखि पारिबे जे बडटी अधिक द्रुत गतिरे चालिथाए ओ वास्तवरे एहा पारस्परिक क्रिया परे मध्य एहार आकृति बजाय रखिछि तेणु एही विषयरु एहा शिक्षा मिले जे जहा आमे शिखिछु ताहा हेउछि वेव फेनोमेना उपरे नॉन लिनियर पकाउथिबा प्रभाव अधिक स्ट्राइकिंग होइथाए।